ଟିକେ ଭାବନ୍ତୁ ତ କେବଳ ନିଜର ବୁଦ୍ଧି ଏବଂ ସାହସ ବଳରେ ସ୍ୱୟଂ ମୃତ୍ୟୁଦେବତାଙ୍କୁ ହରାଇବା ଏହା କ'ଣ ସତରେ ସମ୍ଭବ? ଜଣେ ସାଧାରଣ ମଣିଷ ପାଖରେ ଏମିତି କେଉଁ କ୍ଷମତା ଥାଇପାରେ? ଏହି ପ୍ରଶ୍ନଟି ଖୁବ୍ ରହସ୍ୟମୟ ଲାଗୁଛି ନା? ଆଜି ଆମେ ଏମିତି ଜଣେ ପ୍ରାଚୀନ ରାଜକନ୍ୟାଙ୍କ ବିଷୟରେ ଜାଣିବା ଯିଏ ନିଜର ତୀକ୍ଷ୍ଣ ବୁଦ୍ଧି ବଳରେ ମୃତ୍ୟୁକୁ ବି ମାତ ଦେଇଥିଲେ। ଆଜିର ଏହି ବିଶ୍ଳେଷଣକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ସାବିତ୍ରୀଙ୍କ କିମ୍ବଦନ୍ତୀର ଏକ ଚିତ୍ତାକର୍ଷକ ଯାତ୍ରା ଆରମ୍ଭ କରିବାକୁ ଯାଉଛୁ। କେବଳ ପୁରାଣ କାହାଣୀ ନୁହେଁ, ବରଂ ମହାଭାରତର ମୂଳ ଲେଖାରୁ ଆରମ୍ଭ କରି ଆଜିର ପୂଜାବିଧି ଆଉ ଏପରିକି ଆଧୁନିକ ଚଳଚ୍ଚିତ୍ରରେ ଏହି କାହାଣୀକୁ କିପରି ଦେଖାଯାଇଛି ସେ ସବୁକୁ ଆମେ ଖୁବ୍ ନିଖୁଣ ଭାବରେ ତର୍ଜମା କରିବା। ଏହା ବାସ୍ତବରେ ବହୁତ ରୋମାଞ୍ଚକର ହେବାକୁ ଯାଉଛି। ଆଜିର ଆଲୋଚନାରେ ଆମେ ମୁଖ୍ୟତଃ 6ଟି ପ୍ରସଙ୍ଗ ଉପରେ ନଜର ପକାଇବା। ପ୍ରଥମେ ରାଜକନ୍ୟା ଓ ସେହି ଭବିଷ୍ୟବାଣୀ, ତାପରେ ଯମଙ୍କୁ ହରାଇବାର ଚମତ୍କାର କୌଶଳ, ଏହାପରେ ସାବିତ୍ରୀ ବ୍ରତ, ଏହାର ପୂଜାବିଧି, ଆଧୁନିକ ସିନେମାରେ ସାବିତ୍ରୀଙ୍କ ରୂପ ଏବଂ ଶେଷରେ ଭକ୍ତି ବନାମ ବୁଦ୍ଧିର ଏକ ସୁନ୍ଦର ତୁଳନାତ୍ମକ ବିଶ୍ଳେଷଣ କରିବା। ତେବେ ଡେରି ନକରି ଆସନ୍ତୁ ଆଗକୁ ବଢ଼ିବା। ପ୍ରଥମ ବିଭାଗ, ରାଜକନ୍ୟା ଏବଂ ଭବିଷ୍ୟବାଣୀ। ଏହି ଅଲୌକିକ ଉପାଖ୍ୟାନର ମୂଳଦୁଆ ପଡ଼ିଥିଲା ମହାଭାରତର ବନପର୍ବରୁ। ଆସନ୍ତୁ ସେଇଠାରୁ ହିଁ ଆରମ୍ଭ କରିବା। ଯଦି ଆମେ ଘଟଣାକ୍ରମକୁ ଦେଖିବା, ତେବେ ପ୍ରଥମେ ରାଜା ଅଶ୍ୱପତିଙ୍କ କନ୍ୟା ସାବିତ୍ରୀ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବରେ ନିଜ ଇଚ୍ଛାରେ ନିର୍ବାସିତ ରାଜକୁମାର ସତ୍ୟବାନଙ୍କୁ ଜୀବନ ସାଥୀ ରୂପେ ବାଛିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଠିକ୍ ସେହିଦିନ ହିଁ ମହର୍ଷି ନାରଦ ଏକ ଭୟଙ୍କର ଭବିଷ୍ୟବାଣୀ କରିଦେଲେ ଯେ ଆଜିଠାରୁ ଠିକ୍ ବର୍ଷକ ପରେ ସତ୍ୟବାନଙ୍କର ମୃତ୍ୟୁ ନିଶ୍ଚିତ। ସମୟ ବିତିଗଲା, ଆଉ ଠିକ୍ ଗୋଟିଏ ବର୍ଷ ପରେ ଜଙ୍ଗଲରେ ଗୋଟିଏ ବରଗଛ ତଳେ ସତ୍ୟବାନ ଅଚେତ ହୋଇ ପଡ଼ିଗଲେ। ଆଉ କିଛି ମୁହୂର୍ତ୍ତ ପରେ ସ୍ୱୟଂ ମୃତ୍ୟୁର ଦେବତା ୟମ ତାଙ୍କ ପ୍ରାଣ ନେବାକୁ ସେଠାରେ ଆସି ପହଞ୍ଚିଲେ। ଏକ ନିଶ୍ଚିତ ମୃତ୍ୟୁର ସାମ୍ନା କରିବାକୁ ପଡ଼ିବ ଜାଣି ମଧ୍ୟ ସାବିତ୍ରୀଙ୍କର ଏହି ନିଷ୍ପତ୍ତି ପ୍ରକୃତିରେ କେତେ ସାହସିକ ଥିଲା। ଦ୍ୱିତୀୟ ବିଭାଗ, ମୃତ୍ୟୁ ଦେବତାଙ୍କୁ ଚକମା ଦେବା। ଏହିଠାରେ ହିଁ କାହାଣୀ ଏକ ଅତ୍ୟନ୍ତ ନାଟକୀୟ ମୋଡ଼ ନିଏ। ଏଠାରେ କୌଣସି ଅସ୍ତ୍ରଶସ୍ତ୍ର ନୁହେଁ, ବରଂ ତୀକ୍ଷ୍ଣ ବୁଦ୍ଧିର ଖେଳ ଆରମ୍ଭ ହୁଏ। ଆଚ୍ଛା, ସାବିତ୍ରୀ କିପରି ନିଜ ବୁଦ୍ଧିର ପ୍ରୟୋଗ କରିଥିଲେ ତାହା ଟିକେ ଲକ୍ଷ୍ୟ କରନ୍ତୁ। ପ୍ରଥମେ ସେ କୌଣସି ଭୟ ନ କରି ଯମଙ୍କ ପଛେ ପଛେ ଚାଲିବାକୁ ଲାଗିଲେ। ତାପରେ ସେ ନିଜର କଥା କହିବାର ଚାତୁରୀ ଖଟାଇ ନିଜ ଶ୍ୱଶୁରଙ୍କ ହରାଇଥିବା ରାଜ୍ୟ ଏବଂ ନିଜ ପିତାଙ୍କ ବଂଶ ରକ୍ଷା ପାଇଁ ଯମଙ୍କଠାରୁ ବରଦାନ ହାସିଲ କରିନେଲେ। କିନ୍ତୁ କଥା ସେତିକିରେ ସରିନଥିଲା। ସେ ଖୁବ୍ ଚତୁରତାର ସହ ନିଜ ପାଇଁ ସନ୍ତାନ ପ୍ରାପ୍ତିର ବର ମାଗିଲେ। ଯେତେବେଳେ ଯମରାଜ ତଥାସ୍ତୁ କହିଲେ, ସେ ବୁଝିଗଲେ ଯେ ସେ ନିଜ କଥାରେ ନିଜେ ହିଁ ଫସିଯାଇଛନ୍ତି। ଯୁକ୍ତିଯୁକ୍ତ ଭାବରେ ସତ୍ୟବାନଙ୍କ ବିନା ସାବିତ୍ରୀ ସନ୍ତାନବତୀ ହେବା ସମ୍ଭବ ନଥିଲା। ତେଣୁ ଯମଙ୍କୁ ସତ୍ୟବାନଙ୍କ ଜୀବନ ଫେରାଇ ଦେବାକୁ ହିଁ ପଡ଼ିଲା। ସତରେ ଏହି ବୁଦ୍ଧିମତା ଆଗରେ ମୃତ୍ୟୁକୁ ବି ମୁଣ୍ଡ ନୁଆଇବାକୁ ପଡ଼ିଲା। ତୃତୀୟ ବିଭାଗ, ସାବିତ୍ରୀ ବ୍ରତ ଉତ୍ସବ। ଏକ ପୁରାତନ ମହାକାବ୍ୟର ଏହି ଚମତ୍କାର ବିଜୟଗାଥା କିପରି କାଳକ୍ରମେ ଆମର ଏକ ଜୀବନ୍ତ ସାଂସ୍କୃତିକ ପରମ୍ପରାରେ ପରିଣତ ହେଲା, ଆସନ୍ତୁ ସେହି ବିଷୟରେ ବୁଝିବା। ଏହି ସଂସ୍କୃତିକୁ ବୁଝିବାକୁ ହେଲେ ଆମକୁ ପ୍ରଥମେ ପତିବ୍ରତା ନାରୀର ମୂଳ ଧାରଣାଟିକୁ ବୁଝିବାକୁ ହେବ। ଭାରତୀୟ ପୌରାଣିକ ପରମ୍ପରାରେ ଜଣେ ଆଦର୍ଶ ନାରୀ ଯିଏ ନିଜ ସ୍ୱାମୀଙ୍କ ପ୍ରତି ଅତୁଟ ଭକ୍ତି ରଖିଥାନ୍ତି ଏବଂ ଯାହାଙ୍କ ପାଖରେ ସତୀତ୍ୱର ଅଦ୍ଭୁତ ଶକ୍ତି ଥାଏ, ତାଙ୍କୁ ହିଁ ପତିବ୍ରତା କୁହାଯାଏ। ଏହି ଗୋଟିଏ ଧାରଣା ହିଁ ସେହି ପ୍ରାଚୀନ କାହାଣୀକୁ ଆଜିର ଆଧୁନିକ ଗୃହସ୍ଥ ଜୀବନ ଏବଂ ପୂଜାବିଧି ସହିତ ଖୁବ୍ ନିବିଡ଼ ଭାବରେ ବାନ୍ଧି ରଖିଛି। ଆଉ ଗୋଟେ ମଜାଦାର କଥା ହେଲା, ଏହି ପରମ୍ପରା କେବଳ ଗୋଟିଏ ସ୍ଥାନରେ ସୀମିତ ନୁହେଁ। ଏହା ମୁଖ୍ୟତଃ ଜ୍ୟେଷ୍ଠ ଅମାବାସ୍ୟା ବା କେତେକ ସ୍ଥାନରେ ବଟ ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଆମ ଓଡ଼ିଶାରେ ତ ଏହା ଅତି ଶ୍ରଦ୍ଧାର ସହ ପାଳିତ ହୁଏ। ତାଛଡ଼ା ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ଏପରିକି ପଡ଼ୋଶୀ ଦେଶ ନେପାଳରେ ମଧ୍ୟ ଏହାକୁ ବ୍ୟାପକ ଭାବେ ପାଳନ କରାଯାଏ। ଆପଣ ଦେଖନ୍ତୁ, ଏହି ଗୋଟିଏ ବିଶ୍ୱାସର ଚେର କେତେ ଦୂର ପର୍ଯ୍ୟନ୍ତ ଏବଂ କେତେ ଗଭୀରକୁ ଲମ୍ବିଛି। ଏବେ ଆଉ ଏକ ଖାସ୍ କଥା ଶୁଣନ୍ତୁ। ଏହି ପ୍ରାଚୀନ ପରମ୍ପରା କେବଳ ମନ୍ଦିର ବା ଘରର ଚାରିକାନ୍ଥ ଭିତରେ ରହିନାହିଁ। ବିଶ୍ୱାସ ନହେଲେ ବି ସତ, ଆଇଆଇଟି ଭୁବନେଶ୍ୱର ପରି ଏକ ଆଧୁନିକ ଉଚ୍ଚ ବୈଶ୍ୱିକ ଶିକ୍ଷାନୁଷ୍ଠାନର ଆକାଡେମିକ୍ କ୍ୟାଲେଣ୍ଡରରେ ମଧ୍ୟ ସାବିତ୍ରୀ ବ୍ରତକୁ ଏକ ରେଷ୍ଟ୍ରିକ୍ଟେଡ୍ ହଲିଡେ ବା ସୀମିତ ଛୁଟି ଭାବରେ ସରକାରୀ ସ୍ୱୀକୃତି ଦିଆଯାଇଛି। ପରମ୍ପରା ଏବଂ ଆଧୁନିକତାରେ ଏମିତି ସୁନ୍ଦର ମିଳନ ସତରେ ବିରଳ। ଚତୁର୍ଥ ବିଭାଗ, ଭକ୍ତିର ରୀତିନୀତି। ଏହି ପ୍ରାଚୀନ କାହାଣୀ ଆମର ଦୈନନ୍ଦିନ ପୂଜାବିଧିରେ କିପରି ସ୍ଥାନ ପାଇଲା, ଆସନ୍ତୁ ତାହାକୁ ଟିକେ ପାଖରୁ ଦେଖିବା। ଯଦି ଆମେ ଏହାର ପୂଜାବିଧିକୁ ଟିକେ ଅନୁଧ୍ୟାନ କରିବା, ତେବେ ଦେଖିବା ଯେ ଉପବାସ ସମୟରେ ମହିଳାମାନେ କେବଳ ଫଳ ଏବଂ ଓଦା ମୁଗ ଖାଇଥାନ୍ତି। ଦେବୀଙ୍କ ପାଖରେ 9 ପ୍ରକାରର ଫଳ ଏବଂ 9 ପ୍ରକାରର ଫୁଲ ଲାଗି କରାଯାଏ। କିନ୍ତୁ ସବୁଠାରୁ ଆକର୍ଷଣୀୟ ଦିଗଟି ହେଉଛି ବଟବୃକ୍ଷ ବା ବରଗଛର ପୂଜା।
ବରଗଛ ମୂଳରେ ପାଣି ଦେଇ ତା ଚାରିପଟେ ପବିତ୍ର ସୂତା ଗୁଡ଼ାଯାଏ ଆଉ ଶେଷରେ ନିଜ ସ୍ୱାମୀଙ୍କ ପାଦ ଧୋଇଥିବା ପାଣିକୁ ଗ୍ରହଣ କରି ଏହି ଉପବାସ ଭଙ୍ଗ କରାଯାଏ। ଟିକେ ମନେ ପକାନ୍ତୁ ତ, ସତ୍ୟବାନଙ୍କ ମୃତ୍ୟୁ ଠିକ୍ ସେହି ବରଗଛ ତଳେ ହିଁ ହୋଇଥିଲା ନା। ତେଣୁ ଆଜିର ଏହି ବଟବୃକ୍ଷ ପୂଜା ସହିତ ସେହି ପୁରାତନ ଘଟଣାର କେତେ ସିଧାସଳଖ ସମ୍ପର୍କ ରହିଛି ତାହା ବେଶ୍ ସ୍ପଷ୍ଟ। ଏହି ପୂଜାରେ ଆମ ଓଡ଼ିଶାର ଗୋଟିଏ ଖୁବ୍ ନିଆରା ପରମ୍ପରା ରହିଛି। ଆମ ଏଠାରେ ଶ୍ରଦ୍ଧାଳୁମାନେ ଶିଳପୁଆ ବା ମସଲା ବାଟିବା ପଥରକୁ ମାତା ସାବିତ୍ରୀଙ୍କର ଏକ ପ୍ରତୀକାତ୍ମକ ରୂପ ବୋଲି ମାନିଥାନ୍ତି ଏବଂ ତାକୁ ସଜାଇ ପୂଜା କରନ୍ତି। ଦେଖିଲେ ତ, ଗୋଟିଏ କାହାଣୀ, କିନ୍ତୁ ଅଞ୍ଚଳଭେଦରେ ତାର ରୂପ କେତେ ସ୍ୱତନ୍ତ୍ର ଏବଂ ସୁନ୍ଦର। ପଞ୍ଚମ ବିଭାଗ, ଆଧୁନିକ ସିନେମାରେ ସାବିତ୍ରୀ। ଏଠାରେ ଆମର ପ୍ରାଚୀନ କିମ୍ବଦନ୍ତୀ ଆସି ଆଧୁନିକ ପପ୍କଲଚର ବା ସିନେମା ଜଗତ ସହ ମିଶିଯାଏ। ଶିକ୍ଷାବିତ୍ମାନେ ଏହାକୁ କେଉଁ ନୂଆ ଦୃଷ୍ଟିକୋଣରୁ ଦେଖୁଛନ୍ତି ତାହା ଜାଣିବା ଖୁବ୍ ମଜାଦାର ହେବ। ଆମେ ଏବେ ଆମର ଆଲୋଚନାକୁ ଏକ ଏକାଡେମିକ୍ ସ୍ତରକୁ ନେଇଯିବା। ଇଣ୍ଟରନ୍ୟାସନାଲ ଜର୍ନାଲ ଅଫ୍ ରିସେଣ୍ଟ ଆଡଭାନ୍ସେସ୍ ଇନ୍ ମଲ୍ଟିଡିସିପ୍ଲିନାରୀ ଟପିକ୍ସ ନାମକ ଏକ ଜର୍ନାଲରେ ପ୍ରକାଶିତ ଏକ ଗବେଷଣାତ୍ମକ ପ୍ରବନ୍ଧ ଉପରେ ଆମେ ନଜର ପକାଇବା। ଏହି ଗବେଷଣାଟି ସାବିତ୍ରୀ କାହାଣୀର ସିନେମାଟିକ୍ ରୂପାନ୍ତରଣ ଉପରେ ଏକ ନିରପେକ୍ଷ ଏବଂ ଗଭୀର ସମାଲୋଚନାତ୍ମକ ମତ ରଖିଥାଏ। ଏହି ପ୍ରବନ୍ଧଟିର ଶୀର୍ଷକ ହେଉଛି ଆନାଦର ସାବିତ୍ରୀ, ଏ କ୍ରିଟିକାଲ ଷ୍ଟଡି ଅଫ୍ ମଣିରତ୍ନମ୍ସ ରୋଜା। ଆପଣମାନେ 1992 ମସିହାରେ ଆସିଥିବା ବହୁ ଚର୍ଚ୍ଚିତ ତଥା ଲୋକପ୍ରିୟ ତାମିଲ ଚଳଚ୍ଚିତ୍ର ରୋଜା ନିଶ୍ଚୟ ଦେଖିଥିବେ ବା ଶୁଣିଥିବେ। ଏହି ଗବେଷଣାରେ ସେହି ରୋଜା ଚଳଚ୍ଚିତ୍ରଟିକୁ ସାବିତ୍ରୀ କାହାଣୀର ଏକ ଆଧୁନିକ ସମକକ୍ଷ ରୂପ ଭାବରେ ଦର୍ଶାଯାଇଛି। କଥାଟି ବହୁତ କୌତୁକହଳପୂର୍ଣ୍ଣ ନୁହେଁ କି? ଗବେଷକମାନେ ଏଠାରେ ଏକ ବହୁତ ବଡ଼ କଥା କହିଛନ୍ତି। ସେମାନଙ୍କ ମତରେ ଫିଲ୍ମରେ ସେହି ସମୟର ସାମାଜିକ ଓ ରାଜନୈତିକ ସମସ୍ୟାଗୁଡ଼ିକୁ ଏତେ ବେଶି ଗୁରୁତ୍ୱ ଦିଆଗଲା ଯେ ମୂଳ ପୌରାଣିକ କାହାଣୀର ଅସଲ ସାରାଂଶ କେଉଁଠି ନା କେଉଁଠି ଲୁଚିଗଲା। ସେମାନେ ଦର୍ଶାଇଛନ୍ତି ଯେ ରୋଜା ଚଳଚ୍ଚିତ୍ରରେ ସାବିତ୍ରୀଙ୍କର ମୂଳ ସ୍ୱାଧୀନତା ଏବଂ ବୁଦ୍ଧିମତ୍ତାକୁ କମେଇ ଦିଆଯାଇଛି, ଯେପରିକି ସେହି ଚରିତ୍ରଟି ତତ୍କାଳୀନ ସମାଜର ନିର୍ଦ୍ଦିଷ୍ଟ ଲିଙ୍ଗଗତ ଭୂମିକା ଭିତରେ ଖାପ ଖାଇପାରିବ। 90 ଦଶକର କାଶ୍ମୀର ଆତଙ୍କବାଦ ଏବଂ ଜାତୀୟତାବାଦର ପୃଷ୍ଠଭୂମିରେ ଏହି କାହାଣୀଟି କିପରି ଆଗକୁ ବଢ଼େ ଏବଂ ମୁଖ୍ୟ ଚରିତ୍ରର ମୌଳିକ ଗୁଣଗୁଡ଼ିକୁ କିପରି ବଦଳାଇ ଦିଏ ତାହା ଏଥିରେ ସ୍ପଷ୍ଟ କରାଯାଇଛି। ଆସନ୍ତୁ ଏବେ ଆମର ଶେଷ ବିଭାଗକୁ ଯିବା। ଷଷ୍ଠ ବିଭାଗ, ଭକ୍ତି ବନାମ ବୁଦ୍ଧି। ଏହା ହେଉଛି ମୂଳ ପୌରାଣିକ କାହାଣୀ ଏବଂ ଆମର ଆଧୁନିକ ଚିନ୍ତାଧାରା ମଧ୍ୟରେ ଏକ ଚୂଡ଼ାନ୍ତ ତୁଳନାତ୍ମକ ବିଶ୍ଳେଷଣ। ଏବେ ଯଦି ଆମେ ଏହି ଦୁଇଟି ଚରିତ୍ରକୁ ପାଖାପାଖି ରଖି ତୁଳନା କରିବା, ଏକ ବିରାଟ ପାର୍ଥକ୍ୟ ଆମ ସାମ୍ନାକୁ ଆସିବ। ଗୋଟିଏ ପଟେ ଅଛନ୍ତି ପୁରାଣର ସାବିତ୍ରୀ, ଯିଏ ଖୁବ୍ ଶିକ୍ଷିତା, ସମ୍ପୂର୍ଣ୍ଣ ସ୍ୱାଧୀନ ଆଉ ଦରକାର ପଡ଼ିଲେ ନିଜର ତୀକ୍ଷ୍ଣ ବୁଦ୍ଧି ଖଟାଇ ସ୍ୱୟଂ ଯମରାଜଙ୍କ ସହ ବି ଯୁକ୍ତି କରିପାରନ୍ତି। କିନ୍ତୁ ଅନ୍ୟପଟେ ଦେଖନ୍ତୁ ସିନେମାର ରୋଜାଙ୍କୁ, ଜଣେ ସାଧାରଣ ନିରୀହ ଗାଉଁଲି ଝିଅ ଯାହାଙ୍କର ନିଜସ୍ୱ କୌଣସି ସ୍ୱାଧୀନ ପଦକ୍ଷେପ ନାହିଁ। ସେ କେବଳ ଭକ୍ତିଭାବରେ ସମ୍ପୂର୍ଣ୍ଣ ସମର୍ପିତ ଏବଂ ନିଜ ସ୍ୱାମୀଙ୍କ ଜାତୀୟତାବାଦୀ ଚିନ୍ତାଧାରା ଉପରେ ହିଁ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ। ଦୁଇଟି ଚରିତ୍ର ମଧ୍ୟରେ ଆକାଶ ପାତାଳ ଫରକ, ଠିକ୍ ନା? ଏଠାରେ ଆଉ ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଆମକୁ ଧ୍ୟାନ ଦେବାକୁ ପଡ଼ିବ। ଦ୍ରୌପଦୀ କିମ୍ବା ସୀତାଙ୍କ ପରି ଅନ୍ୟାନ୍ୟ ପୌରାଣିକ ଚରିତ୍ରମାନଙ୍କୁ ଯଦି ଦେଖିବା, ସେମାନେ ନିଜ ନିଜ ପରିସ୍ଥିତିରେ ଆସିଥିବା ଦୁଃଖ କଷ୍ଟକୁ ବହୁତ ମାତ୍ରାରେ ସହି ନେଇଥିଲେ। କିନ୍ତୁ ଆମର ମୂଳ ସାବିତ୍ରୀ ଥିଲେ ସମ୍ପୂର୍ଣ୍ଣ ଭିନ୍ନ। ସେ ନିଜେ ହିଁ ଏକ ଅନନ୍ୟ ନାୟିକା ଥିଲେ, ଯିଏ ପରିସ୍ଥିତି ଆଗରେ ହାର ନ ମାନି ନିଜର ବୁଦ୍ଧିମତା ଓ ସ୍ୱାଧୀନ ପଦକ୍ଷେପ ବଳରେ ସକ୍ରିୟ ଭାବରେ ନିଜ ସମସ୍ୟାର ସମାଧାନ କରିଥିଲେ। ବୋଧହୁଏ ଏହି ଗୋଟିଏ କାରଣ ହିଁ ସାବିତ୍ରୀଙ୍କୁ ଅନ୍ୟ ସମସ୍ତଙ୍କଠାରୁ ଶ୍ରେଷ୍ଠ ଏବଂ ସ୍ୱତନ୍ତ୍ର କରିଥାଏ। ତେବେ ଶେଷରେ ଏହି ସବୁ ଆଲୋଚନା ପରେ ଏକ ଗଭୀର ଓ ଚିନ୍ତାଜନକ ପ୍ରଶ୍ନ ଉଠୁଛି। ଆଧୁନିକ ସମୟରେ ପ୍ରାଚୀନ ପୌରାଣିକ କାହାଣୀଗୁଡ଼ିକୁ ଯେତେବେଳେ ନୂଆ ରୂପ ଦିଆଯାଉଛି, ସେଗୁଡ଼ିକ କ'ଣ ପ୍ରକୃତରେ ସେହି ମୂଳ କାହାଣୀର ସତ୍ୟତା ଏବଂ ଶକ୍ତିକୁ ବଜାୟ ରଖିପାରୁଛନ୍ତି? ନା କେବଳ ଯେଉଁ ସମୟରେ ତାହା ନିର୍ମାଣ ହେଉଛି, ସେହି ସମୟର ସାମାଜିକ ଆଶା ଓ ପିତୃସତ୍ତାତ୍ମକ ଚିନ୍ତାଧାରାକୁ ଆମ ଆଗରେ ଥୋଉଛନ୍ତି? ଏହି ପ୍ରଶ୍ନଟିର ଉତ୍ତର ନିଜ ଭିତରେ ଟିକେ ଖୋଜିବାକୁ ଚେଷ୍ଟା କରନ୍ତୁ। ଏହି ଏକ ପ୍ରଭାବଶାଳୀ ପ୍ରଶ୍ନ ସହିତ ଆଜିର ଏହି ବିଶ୍ଳେଷଣକୁ ଆମେ ଏଠିରେ ହିଁ ରଖୁଛୁ। ନୂଆ କିଛି ଜାଣିବାର ଏହି ଯାତ୍ରା ଆଗକୁ ମଧ୍ୟ ନିଶ୍ଚୟ ଜାରି ରହିବ।